ଆପଣମାନଙ୍କୁ ସମସ୍ତଙ୍କୁ ଗୋଟେ ରିକ୍ୱେଷ୍ଟ ଯୋଉମାନେ ଏଇ ଚ୍ୟାନେଲରେ ନୂଆ କରି ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ବେଲ୍ ଆଇକନ୍ କ୍ଲିକ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆପଣ ଫ୍ରେଣ୍ଡ ବା ରିଲେଟିଭ ଯୋଉମାନେ ଜବ୍ ସର୍ଚ୍ଚ କରୁଛନ୍ତି ଓଡ଼ିଶାର ଡିଫରେଣ୍ଟ ଲୋକେସନରେ ଯାହା ବି ପ୍ରାଇଭେଟ କର୍ପୋରେଟ ସେକ୍ଟରରେ ଜବ୍ର ଇନଫର୍ମେସନ୍ ଆମ ପାଖକୁ ଆସୁଛି ଆମେ ଆପଣଙ୍କୁ ଫ୍ରି ଅଫ୍ କଷ୍ଟରେ ଆପଣଙ୍କୁ ପ୍ରୋଭାଇଡ଼ କରୁଛୁ, ଯୋଉଥିରେ କି ଆପଣ ଡାଇରେକ୍ଟ ସମସ୍ତ ଡକୁମେଣ୍ଟ ସହିତ ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ଫ୍ରେସର, ଏକ୍ସପିରିଏନ୍ସ, ମେଲ୍ ଫିମେଲ୍ ସମସ୍ତେ ଆପ୍ଲାଏ କରିପାରିବେ। କ୍ୱାଲିଫିକେସନ +2 ପାସ୍ କରିଛନ୍ତି ବା ଗ୍ରାଜୁଏସନ କରିଥାନ୍ତୁ। ଇଞ୍ଜିନିୟରିଂ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ଜବ୍ର ମଧ୍ୟ ଇନଫର୍ମେସନ୍ ଆସୁଛି। ତ ବହୁତ ସାରା ଇନଫର୍ମେସନ୍ ଆସୁଛି ଯୋଉଟାକି ଆଡଭର୍ଟାଇଜମେଣ୍ଟରେ ବହୁତ ସାରା ଇନଫର୍ମେସନ୍ ପ୍ରୋଭାଇଡ଼ ହଉନି, ସେଟା ଆମେ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇ ଦେଉଛୁ। ସେଥିପାଇଁ ଭିଡ଼ିଓଟି ସ୍କିପ୍ ନ କରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯାହା ବି ଯଦି ଜବ୍ ରିଗାର୍ଡିଂ କ୍ୱେରି ଅଛି ଆପଣମାନେ ଆମକୁ କମେଣ୍ଟ ମାଧ୍ୟମରେ ମଧ୍ୟ ପଚାରି ପାରିବେ। କାଇଣ୍ଡଲି ରିକ୍ୱେଷ୍ଟ ଯେତେବେଳେ କମେଣ୍ଟ କରୁଛନ୍ତି ଆପଣଙ୍କ ଲୋକେସନ କ୍ୱାଲିଫିକେସନ ଲେଖି ସେୟାର କରନ୍ତୁ। ଆମେ ଚେଷ୍ଟା କରିବୁ ଯଦି ସେଇ ଲୋକେସନରେ କୌଣସି ଜବ୍ର ଭ୍ୟାକେନ୍ସି ଅଛି ଆମେ ଆପଣଙ୍କୁ ଏଇ ଚ୍ୟାନେଲ ମାଧ୍ୟମରେ ଜଣାଇଦେବୁ। କିନ୍ତୁ ଆଉ ଗୋଟିଏ ରିକ୍ୱେଷ୍ଟ ମଧ୍ୟ ବହୁତ ସର୍ଟ ଟର୍ମର ଇଣ୍ଟରଭ୍ୟୁ ରହୁଛି, 2 to 3 ଡେ ଭିତରେ ଆପଣଙ୍କ ଇଣ୍ଟରଭ୍ୟୁ କଣ୍ଟିନ୍ୟୁ ହେଉଛି। କାଇଣ୍ଡଲି ରିକ୍ୱେଷ୍ଟ ଯେତେବେଳେ ଆପଣ ନୋଟିଫିକେସନ ସବସ୍କ୍ରାଇବ କରୁଛନ୍ତି ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା କି ଆମେ ଯେତେବେଳେ ଅପଲୋଡ କରିବୁ ତ ଭିଡ଼ିଓ ଆପଣ ସର୍ବପ୍ରଥମେ ପାଇପାରିବେ। ଦେଖନ୍ତୁ ଆଜି ଗୋଟେ HDFC ବ୍ୟାଙ୍କ ତରଫରୁ ଗୋଟେ ଜବ୍ର ଭ୍ୟାକେନ୍ସି ଆସିଛି। କ'ଣ ଅଛି ନା ପୋଜିସନ ପିଭି ଟେଲର ଅଥରାଇଜେସନ ଅଛି, ପିଭି କ୍ଲାସିକ ପାଇଁ ଆସିଛି। ତ କୋଉ ଲୋକେସନ ଅନୁଗୁଳ ଆଉ ଢେଙ୍କାନାଳ ନିୟର ବାଇ ଲୋକେସନ ପାଇଁ ଆସିଛି। ତ ଯୋଉମାନେ ଇଣ୍ଟରେଷ୍ଟେଡ ଅଛନ୍ତି ପିଭି ଅଥରାଇଜର ପାଇଁ ଅଛନ୍ତି ପିଭି ଟେଲର ଅଥରାଇଜର ପାଇଁ ଏକ୍ସପିରିଏନ୍ସ ଅଛି ତାହେଲେ ଆପଣ এই ଜବକୁ ଆପ୍ଲାଏ କରିପାରିବେ। ତ କ୍ୱାଲିଫିକେସନ ମିନିମମ୍ ଗ୍ରାଜୁଏସନ ଯେକୌଣସି ଡିସିପ୍ଲିନ କରିଥାନ୍ତୁ, ତା ସହିତ 3 to 8 ଇୟର୍ସର ଯେକୌଣସି ବ୍ୟାଙ୍କିଙ୍ଗ ଫାଇନାନ୍ସ ସେକ୍ଟର ଯଦି ସେଲ୍ସରେ ଏକ୍ସପିରିଏନ୍ସ ଅଛି ତାହେଲେ ଆପଣ এই ଜବକୁ ଆପ୍ଲାଏ କରିପାରିବେ। ଦେଖନ୍ତୁ ଏଠି ସାଲେରୀ କିଛି କୁହାଯାଇନି କିନ୍ତୁ ବହୁତ ଭଲ ସାଲେରୀ ସହିତ ଯେମିତି ଏମ୍ପ୍ଲୟମେଣ୍ଟ ବେନିଫିଟ, ପିଏଫ୍, ଇଏସ୍ଆଇ, ହେଲ୍ଥ ଇନ୍ସୁରାନ୍ସ, ଲାଇଫ ଇନ୍ସୁରାନ୍ସ, ମୋବାଇଲ ଆଲାଉନ୍ସ, ଫୁଏଲ, ପରଫର୍ମାନ୍ସ ବେସ୍ଡ ଇନସେଣ୍ଟିଭ, କ୍ୟାରିୟର ଗ୍ରୋର ମଧ୍ୟ ଅପରଚ୍ୟୁନିଟି ଅଛି ଯେଉଁ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ ହେବେ। ତ ୱାକ୍ ଇନ୍ ଇଣ୍ଟରଭ୍ୟୁ 9 ଜୁଲାଇରେ ଅଛି। ରିପୋର୍ଟିଂ ଟାଇମ୍ 11ଟାରୁ 1 ଅଛି। HDFC ବ୍ୟାଙ୍କ ଅନୁଗୁଳର ମେନ୍ ବ୍ରାଞ୍ଚରେ ୱାକ୍ ଇନ୍ ଇଣ୍ଟରଭ୍ୟୁ ହବ। କିନ୍ତୁ ଆପଣଙ୍କୁ ରିକ୍ୱେଷ୍ଟ ଆପଣ ଯଦି ଫ୍ରେସର ଅଛନ୍ତି ଆପଣ ସମସ୍ତ ଡକୁମେଣ୍ଟ ଯେମିତି ଅପଡେଟ୍ ସିଭି ୱିଥ୍ ଅଲ୍ ଏଜୁକେସନ କ୍ୱାଲିଫିକେସନ ସାର୍ଟିଫିକେଟ୍ ୱିଥ୍ ଆଧାର କାର୍ଡ, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ କମ୍ପଲସରି ଅଛି। ତା ସହିତ ଟୁ ହ୍ୱିଲର ମଧ୍ୟ କମ୍ପଲସରି ଅଛି। ଆଉ ଯଦି ଆପଣ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଅଛନ୍ତି ଏକ୍ସପିରିଏନ୍ସ ସାର୍ଟିଫିକେଟ୍, 3 ମନ୍ଥ ସାଲାରୀ ସ୍ଲିପ୍ ସମସ୍ତ ଅରିଜିନାଲ ଡକୁମେଣ୍ଟ ସହିତ ଗୋଟେ ସେଟ୍ ଜେରକ୍ସ କପି, 2ଟା ପାସପୋର୍ଟ ସାଇଜ ଫଟୋ ନେଇ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ ଚେଷ୍ଟା କରନ୍ତୁ। କିନ୍ତୁ ଏଠି ମୁଁ ଆପଣଙ୍କୁ କହି ରଖୁଛି ଏଠି ଓନ୍ଲି ଫର୍ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ଅଛି। ତ ଫ୍ରେସର ମାନଙ୍କ ପାଇଁ ଏଠି ଆଲାଉ ନାହିଁ। କିନ୍ତୁ ଯଦି ଆପଣମାନେ ଜବ୍ ସର୍ଚ୍ଚ କରୁଛନ୍ତି ତାହେଲେ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି ଆପଣମାନେ ଇଣ୍ଟରଭ୍ୟୁ ଆଟେଣ୍ଡ କରନ୍ତୁ। କାରଣ ଯଦି ଆପଣଙ୍କର ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ମାନେ ମାନେ ଆଭେଲେବୁଲ ହଉନାହାନ୍ତି ତାହେଲେ ଆପଣଙ୍କର ଫ୍ରେସର ମାନଙ୍କର ଚାନ୍ସେସ୍ ମଧ୍ୟ ଥାଏ। ସେଥିପାଇଁ ମୁଁ ଆପଣଙ୍କୁ କହୁଛି ଆପଣମାନେ ସମସ୍ତ ଡକୁମେଣ୍ଟ ସହିତ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ ଚେଷ୍ଟା କରନ୍ତୁ। ଦେଖନ୍ତୁ ଲାଇଟ୍ ଫାଇନାନ୍ସ ତରଫରୁ ଗୋଟେ ଜବ୍ର ଭ୍ୟାକେନ୍ସି ଅଛି ଯୋଉଟାକି ୱାକ୍ ଇନ୍ ଇଣ୍ଟରଭ୍ୟୁ 5 ଜୁଲାଇରେ ଅଛି। କ'ଣ ପୋଷ୍ଟ ଅଛି? ଫିଲ୍ଡ ଏକ୍ଜିକ୍ୟୁଟିଭ, ସିନିୟର ଫିଲ୍ଡ ଏକ୍ଜିକ୍ୟୁଟିଭ ପାଇଁ ଭ୍ୟାକେନ୍ସି ଆସିଛି। ତ ସାଲେରୀ ଏଠି କିଛି କୁହାଯାଇନି କିନ୍ତୁ ବହୁତ ଭଲ ସାଲେରୀ ସହିତ ଯେମିତି ଏମ୍ପ୍ଲୟମେଣ୍ଟ ବେନିଫିଟ, ପିଏଫ୍, ଇଏସ୍ଆଇ, ହେଲ୍ଥ ଇନ୍ସୁରାନ୍ସ, ଲାଇଫ ଇନ୍ସୁରାନ୍ସ, ମୋବାଇଲ ଆଲାଉନ୍ସ, ଫୁଏଲ, ପରଫର୍ମାନ୍ସ ବେସ୍ଡ ଇନସେଣ୍ଟିଭ, କ୍ୟାରିୟର ଗ୍ରୋର ମଧ୍ୟ ଅପରଚ୍ୟୁନିଟି ଅଛି ଯେଉଁ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ ହେବେ। କିନ୍ତୁ ଟର୍ମ ଆଣ୍ଡ କଣ୍ଡିସନ ଗୋଟିଏ, ଫ୍ରେସର ହୁଅନ୍ତୁ, ଏକ୍ସପିରିଏନ୍ସ ହୁଅନ୍ତୁ, ମେଲ୍ ହୁଅନ୍ତୁ, ଫିମେଲ୍ ହୁଅନ୍ତୁ, ସମସ୍ତଙ୍କ ପାଖରେ ଓନ୍ ଡ୍ରାଇଭିଂ ଲାଇସେନ୍ସ ବା ଲର୍ଣ୍ଣିଂ ଟୁ ହ୍ୱିଲର ଥିବା ନିହାତି ଦରକାର। କ୍ୱାଲିଫିକେସନ ମିନିମମ୍ +2 ପାସ୍ ବା ଗ୍ରାଜୁଏସନ ଯେକୌଣସି ଏନି ଡିସିପ୍ଲିନ କରିଥାନ୍ତୁ ଆପ୍ଲାଏ କରିପାରିବେ। ଏଜ୍ 18ରୁ 28 ବର୍ଷ ହେଇଥିବା ଦରକାର। ତ ମଷ୍ଟ ଅଫ୍ ବାଇକ୍ ଆଉ ଡିଏଲ୍ ନିହାତି ଦରକାର। କୋଉ ଲୋକେସନ ପାଇଁ ଆସିଛି? ଭଦ୍ରକ ଆଉ ବାସୁଦେବପୁର ଲୋକେସନ ପାଇଁ ଆସିଛି। ତ ଯୋଉମାନେ ଭଦ୍ରକ ଆଉ ବାସୁଦେବପୁରରୁ ବିଲଙ୍ଗ କରୁଛନ୍ତି ସେମାନେ ଦିଆଯାଇଥିବା ଆଡ୍ରେସରେ ସେମାନଙ୍କର ଯେମିତି ଅପଡେଟ୍ ସିଭି ୱିଥ୍ ଅଲ୍ ଏଜୁକେସନ କ୍ୱାଲିଫିକେସନ ସାର୍ଟିଫିକେଟ୍ ୱିଥ୍ ଆଧାର କାର୍ଡ, ପ୍ୟାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଯଦି ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଅଛନ୍ତି ଯେକୌଣସି ବ୍ୟାଙ୍କିଙ୍ଗ ଫାଇନାନ୍ସ ସେକ୍ଟର ଏକ୍ସପିରିଏନ୍ସ ଅଛି, ଏକ୍ସପିରିଏନ୍ସ ସାର୍ଟିଫିକେଟ୍, 3 ମନ୍ଥ ସାଲାରୀ ସ୍ଲିପ୍ ସମସ୍ତ ଅରିଜିନାଲ ଡକୁମେଣ୍ଟ ସହିତ ଗୋଟେ ସେଟ୍ ଜେରକ୍ସ କପି, 2ଟା ପାସପୋର୍ଟ ସାଇଜ ଫଟୋ ନେଇ ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ତ ଯୋଉମାନେ ଭଦ୍ରକର ପଚାରିଥିଲେ ସେମାନଙ୍କ ପାଇଁ ବହୁତ ଭଲ ଅପରଚ୍ୟୁନିଟି ଅଛି। ତ ଚେଷ୍ଟା କରନ୍ତୁ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ କାରଣ ମେଲ୍ ଫିମେଲ୍ ଫ୍ରେସର ଏକ୍ସପିରିଏନ୍ସ ବହୁତ କ୍ୟାଣ୍ଡିଡେଟ୍ ସମସ୍ତଙ୍କ ପାଇଁ ଏଇ ଜବ୍ର ଭ୍ୟାକେନ୍ସି ଆସିଛି। ତ ସମସ୍ତ ଡକୁମେଣ୍ଟ ସହିତ ରିପୋର୍ଟିଂ ଟାଇମ୍ 9ଟା 30ରେ ଆପଣଙ୍କର 5 ଜୁଲାଇରେ ୱାକ୍ ଇନ୍ ଇଣ୍ଟରଭ୍ୟୁ ଅଛି। ଚେଷ୍ଟା କରନ୍ତୁ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ। କିନ୍ତୁ ମୁଥୁଟ୍ ଫାଇନାନ୍ସ ତରଫରୁ ଗୋଟେ ମେଗା ରିକ୍ରୁଟମେଣ୍ଟ ଡ୍ରାଇଭ୍ ଆସିଛି ଯୋଉଟାକି 6 ଆଉ 7 ଜୁଲାଇ 2 ଦିନ ୱାକ୍ ଇନ୍ ଇଣ୍ଟରଭ୍ୟୁ ହବ। ରିପୋର୍ଟିଂ ଟାଇମ୍ 10ଟାରୁ 4ଟା ଅଛି। ପୋଷ୍ଟ କ'ଣ ଅଛି ଦେଖନ୍ତୁ ବ୍ରାଞ୍ଚ ହେଡ୍ ପାଇଁ ଆସିଛି। ତ ବ୍ରାଞ୍ଚ ହେଡ୍ ପାଇଁ ମାନେ ମିନିମମ୍ 5 ଇୟର ଯେକୌଣସି ବ୍ୟାଙ୍କିଙ୍ଗ ଫାଇନାନ୍ସ ସେକ୍ଟରରେ ଯଦି ଆପଣ ଏକ୍ସପିରିଏନ୍ସ ଅଛି ତ ଆପଣ ଅପରେସନ ହଉ, ସେଲ୍ସ ହଉ, ମାର୍କେଟିଂ ଉପରେ ଆପଣ ଯଦି ଏକ୍ସପିରିଏନ୍ସ ଅଛି ତାହେଲେ ଆପ୍ଲାଏ କରିପାରିବେ। ତା ସହିତ ଆପଣ ରେଗୁଲାରରେ ଆପଣ ଗ୍ରାଜୁଏସନ କରିଥିବା ଦରକାର ବା ପୋଷ୍ଟ ଗ୍ରାଜୁଏସନ ଯେକୌଣସି ଏନି ଡିସିପ୍ଲିନ କରିଥାନ୍ତୁ ଆପ୍ଲାଏ କରିପାରିବେ। ଏଜ୍ 30ରୁ 45 ବର୍ଷ ମଧ୍ୟରେ ହେଇଥିଲେ ଆପ୍ଲାଏ କରିପାରିବେ। ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ତାହେଲେ ଏଠି ଅଲରେଡି ଆପଣଙ୍କର ଇମେଲ୍ ଆଇଡି ଦିଆଯାଇଛି। ଭୁବନେଶ୍ୱର ମେନ୍ ବ୍ରାଞ୍ଚରେ ୱାକ୍ ଇନ୍ ଇଣ୍ଟରଭ୍ୟୁ ମଧ୍ୟ କଣ୍ଟିନ୍ୟୁ ଅଛି। ଆପଣ ସମସ୍ତ ଡକୁମେଣ୍ଟ ସହିତ ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ରିପୋର୍ଟିଂ ଟାଇମ୍
ଭିତରେ। ତ ଯେତେବେଳେ ଇଣ୍ଟରଭ୍ୟୁ ଆସୁଛନ୍ତି ଆପଣଙ୍କର ଅପଡେଟ୍ ସିଭି ୱିଥ୍ ଅଲ୍ ଏଜୁକେସନ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ୱିଥ୍ ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ କମ୍ପଲସରି ଅଛି। ତା ସହିତ ଏକ୍ସପିରିଏନ୍ସ ସାର୍ଟିଫିକେଟ୍, 3 ମନ୍ଥ ସାଲାରୀ ସ୍ଲିପ୍, ସମସ୍ତ ଅରିଜିନାଲ ଡକ୍ୟୁମେଣ୍ଟ ସହିତ ଗୋଟେ ସେଟ୍ ଜେରକ୍ସ କପି, 2ଟା ପାସପୋର୍ଟ ସାଇଜ୍ ଫଟୋ ନେଇ ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ସାଲାରୀ ଏଠି କିଛି କୁହାଯାଇନି କାରଣ ଏଠି ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ମାନଙ୍କ ରିକ୍ରୁଟମେଣ୍ଟ ଅଛି। ତ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଯେଉଁ ଲାଷ୍ଟ ଜବ୍ର ସାଲାରୀ ଅଛି ସେଇ ସାଲାରୀ ଉପରେ ଆପଣ ସାଲାରୀ ହେଇକି ଆସିବ। ତା ସହିତ ଏମ୍ପ୍ଲୟମେଣ୍ଟ ବେନିଫିଟ୍, ପିଏଫ୍, ଇଏସ୍ଆଇ, ହେଲ୍ଥ ଇନ୍ସୁରାନ୍ସ, ଲାଇଫ୍ ଇନ୍ସୁରାନ୍ସ ଏ ସମସ୍ତ ବେନିଫିଟ୍ କମ୍ପାନୀ ତରଫରୁ ଯେଉଁ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ୍ ହେବେ ତାଙ୍କୁ କମ୍ପାନୀ ତରଫରୁ ପ୍ରୋଭାଇଡ୍ କରାଇ ଦିଆଯିବ। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଆପଣ ଆଇଦର ସିଭି ସେଣ୍ଡ କରିପାରିବେ ବା ଭିଜିଟ୍ କରିପାରିବେ। କିନ୍ତୁ କାଇଣ୍ଡଲି ରିକ୍ୱେଷ୍ଟ, ଯଦି ଆପଣ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଅଛନ୍ତି ଆପଣ ସମସ୍ତ ଡକ୍ୟୁମେଣ୍ଟ ସହିତ ଭୁବନେଶ୍ୱର ମେନ୍ ବ୍ରାଞ୍ଚକୁ ଭିଜିଟ୍ କରନ୍ତୁ, କାରଣ ପ୍ରାୟୋରିଟି ବେସ୍ରେ ଆପଣଙ୍କର ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ମାନଙ୍କୁ ହିଁ ଆଗ ଫାଷ୍ଟ ୱାକ୍ ଇନ୍ ଇଣ୍ଟରଭ୍ୟୁ କମ୍ପ୍ଲିଟ୍ ହେଇଯାଉଛି ଯଦି, ତାହେଲେ ଆପଣଙ୍କର ସିଭି ସର୍ଟଲିଷ୍ଟେଡ୍ ହେବାର ଚାନ୍ସ ନାହିଁ। ତ ଆପଣ ଡାଇରେକ୍ଟ ଚେଷ୍ଟା କରନ୍ତୁ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ। ଦେଖନ୍ତୁ, ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ଗୋଟେ ଜବ୍ର ଭ୍ୟାକେନ୍ସି ଆସିଛି ଓଡ଼ିଶାରେ, ରାଉରକେଲା ପାଇଁ। ତ ଯେଉଁମାନେ ରାଉରକେଲାରୁ କମେଣ୍ଟ ମାଧ୍ୟମରେ ପଚାରିଥିଲେ ସେମାନଙ୍କ ପାଇଁ ବହୁତ ଭଲ ଅପରଚ୍ୟୁନିଟି ଅଛି। ତ ପୋଷ୍ଟ ଅଛି ସେଲ୍ସ ଅଫିସର, ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ପାଇଁ ଭ୍ୟାକେନ୍ସି ଆସିଛି। କ'ଣ କ୍ୱାଲିଫିକେସନ୍ ଦରକାର ନା ମିନିମମ୍ ଗ୍ରାଜୁଏସନ୍ ଯେକୌଣସି ୟୁନିଭର୍ସିଟିରୁ କରିଥାନ୍ତୁ। ତା ସହିତ ମିନିମମ୍ ଯଦି ଆପଣ ଯେକୌଣସି ବ୍ୟାଙ୍କିଂ ଫାଇନାନ୍ସ ସେକ୍ଟର 1 ଇୟର ଏକ୍ସପିରିଏନ୍ସ ଅଛି ତାହେଲେ ଆପ୍ଲାଏ କରିପାରିବେ। ଫ୍ରେସର ମାନେ ମଧ୍ୟ ଆପ୍ଲାଏ କରିପାରିବେ। ତ ପ୍ରଡକ୍ଟ କେଉଁ ଉପରେ ଏକ୍ସପିରିଏନ୍ସ ଥିବା ଦରକାର, ଯେମିତି ଆପଣଙ୍କ ସିକ୍ୟୁର୍ଡ ଅନସିକ୍ୟୁର୍ଡ ଲୋନ୍ ହଉ, ପିଏଲ୍, ବିଏଲ୍ ହଉ, ମର୍ଟଗେଜ୍ ଲୋନ୍ ହଉ, ହୋମ୍ ଲୋନ୍ ହଉ ଉପରେ ଏକ୍ସପିରିଏନ୍ସ ଥିଲେ ଆପଣ ଏଇ ଜବ୍କୁ ଆପ୍ଲାଏ କରିପାରିବେ। କିନ୍ତୁ ସାଲାରୀ ଏଠି କିଛି କୁହାଯାଇନି, କିନ୍ତୁ ବହୁତ ଭଲ ସାଲାରୀ ସହିତ ଯେମିତି ଏମ୍ପ୍ଲୟମେଣ୍ଟ ବେନିଫିଟ୍, ପିଏଫ୍, ଇଏସ୍ଆଇ, ହେଲ୍ଥ ଇନ୍ସୁରାନ୍ସ, ଲାଇଫ୍ ଇନ୍ସୁରାନ୍ସ, ମୋବାଇଲ୍ ଆଲାଉନ୍ସ, ଫୁଏଲ୍, ପରଫର୍ମାନ୍ସ ବେସ୍ଡ ଇନସେଣ୍ଟିଭ୍, କ୍ୟାରିୟର ଗ୍ରୋର ମଧ୍ୟ ଅପରଚ୍ୟୁନିଟି ଅଛି ଯେଉଁ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ୍ ହେବେ। ତ ୱାକ୍ ଇନ୍ ଇଣ୍ଟରଭ୍ୟୁ କଣ୍ଟିନ୍ୟୁ ଅଛି। ଯେଉଁ କ୍ୟାଣ୍ଡିଡେଟ୍ ମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ମୁଁ ଅଲରେଡି ଏଠି ଆପଣଙ୍କର ଦେଇଦେଉଛି। ବହୁତ ଭଲ ସାଲାରୀ ରହୁଛି, ଦେଖନ୍ତୁ 3 ଲାख ପର୍ ଆନମ୍ ରହୁଛି। ତ ବହୁତ ଭଲ ପ୍ୟାକେଜ ରହୁଛି। ତ ଚେଷ୍ଟା କରନ୍ତୁ ଫ୍ରେସର ଏକ୍ସପିରିଏନ୍ସ ବହୁତ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ତ ସମସ୍ତ ଡକ୍ୟୁମେଣ୍ଟ ସହିତ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ ଚେଷ୍ଟା କରନ୍ତୁ। ଦେଖନ୍ତୁ ଏଠି ମୁଁ ରାଉରକେଲା ବ୍ରାଞ୍ଚର ମ୍ୟାନେଜରଙ୍କ ନମ୍ବର ମୁଁ ଆପଣଙ୍କୁ ପ୍ରୋଭାଇଡ୍ କରିଦେଉଛି। ତ ଅନ୍ନେସେସରିରେ କୌଣସି କ୍ୟାଣ୍ଡିଡେଟ୍ ମାନେ ଯେଉଁମାନେ ରାଉରକେଲାରୁ ବ୍ରାଞ୍ଚରୁ ବିଲଙ୍ଗ କରୁଛନ୍ତି, ଯଦି ଇଣ୍ଟରେଷ୍ଟେଡ୍ ଅଛନ୍ତି ଜବ୍ ସର୍ଚ୍ଚ କରିବାକୁ, ଜବ୍ ପାଇଁ ଇଣ୍ଟରେଷ୍ଟେଡ୍ ଅଛନ୍ତି, କାଇଣ୍ଡଲି ରିକ୍ୱେଷ୍ଟ ସେଇ କ୍ୟାଣ୍ଡିଡେଟ୍ ମାନେ ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରିବେ। ଯାହା ବି ଜବ୍ ରିଗାର୍ଡିଂ କ୍ୱେରି ଅଛି ମଧ୍ୟ ପଚାରିପାରିବେ। ବହୁତ ଭଲ ସାଲାରୀ ପ୍ୟାକେଜ ରହୁଛି, ପର୍ ଆନମ୍ 3 ଲାख ରହୁଛି। ତ ଯେତେବେଳେ ଆପଣ କଲ୍ କରୁଛନ୍ତି ସେତେବେଳେ କାଇଣ୍ଡଲି ପୋଲାଇଟଲି ରିକ୍ୱେଷ୍ଟ, ଯେହେତୁ ଏଇଟା ବ୍ରାଞ୍ଚ ମ୍ୟାନେଜରଙ୍କ ନମ୍ବର ଅଛି, ଅନ୍ନେସେସରିରେ କୌଣସି କ୍ୟାଣ୍ଡିଡେଟ୍ ମାନେ କଲ୍ କରନ୍ତୁ ନାହିଁ। ଯେଉଁମାନେ ଜବ୍ ସର୍ଚ୍ଚ କରୁଛନ୍ତି କାଇଣ୍ଡଲି ରିକ୍ୱେଷ୍ଟ ସେମାନେ ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରି ଡିଟେଲ୍ ଇନଫର୍ମେସନ୍ ମଧ୍ୟ ପାଇପାରିବେ। କେବେ ୱାକ୍ ଇନ୍ ଇଣ୍ଟରଭ୍ୟୁ ଅଛି, ତ ସେଇ ଡେଟ୍ରେ ଆପଣଙ୍କର ଲୋକେସନ୍ କ'ଣ ଅଛି ଡିଟେଲ୍ ଇନଫର୍ମେସନ୍ ପାଇପାରିବେ, ବା ଆପଣ ସିଭିକୁ ଦିଆଯାଇଥିବା ନମ୍ବରରେ ମଧ୍ୟ ସେଣ୍ଡ କରିପାରିବେ। କିନ୍ତୁ ଏଠି ଯେହେତୁ କଣ୍ଟାକ୍ଟ କରିବା ପାଇଁ ଦିଆଯାଇଛି, ଆପଣ ରାଉରକେଲାର ଯେଉଁମାନେ କ୍ୟାଣ୍ଡିଡେଟ୍ ମାନେ ଅଛନ୍ତି ସେମାନେ ରାଉରକେଲା ବ୍ରାଞ୍ଚର ଦିଆଯାଇଥିବା ନମ୍ବରରେ ଆପଣ କଣ୍ଟାକ୍ଟ କରିକି ଡିଟେଲ୍ ଇନଫର୍ମେସନ୍ କଲେକ୍ଟ କରି ଆପଣଙ୍କର ଯେମିତି ଅପଡେଟ୍ ସିଭି ୱିଥ୍ ଅଲ୍ ଏଜୁକେସନ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ୱିଥ୍ ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ କମ୍ପଲସରି ଅଛି, କାରଣ ଏଇଟା ଆପଣଙ୍କ ସେଲ୍ସ ଅଫିସର ଜବ୍ ଅଛି। ତେଣୁକରି ଡ୍ରାଇଭିଂ ଲାଇସେନ୍ସ ସହିତ ଏକ୍ସପିରିଏନ୍ସ କ୍ୟାଣ୍ଡିଡେଟ୍ ଯଦି ଅଛନ୍ତି, ଯେକୌଣସି ବ୍ୟାଙ୍କିଂ ଫାଇନାନ୍ସ ସେକ୍ଟର ଏକ୍ସପିରିଏନ୍ସ ଅଛି, ଏକ୍ସପିରିଏନ୍ସ ସାର୍ଟିଫିକେଟ୍, 3 ମନ୍ଥ ସାଲାରୀ ସ୍ଲିପ୍, ସମସ୍ତ ଅରିଜିନାଲ ଡକ୍ୟୁମେଣ୍ଟ ସହିତ ଗୋଟେ ସେଟ୍ ଜେରକ୍ସ କପି, 2ଟା ପାସପୋର୍ଟ ସାଇଜ୍ ଫଟୋ ନେଇ ଇଣ୍ଟରଭ୍ୟୁ ଆଟେଣ୍ଡ କରିପାରିବେ। ଦେଖନ୍ତୁ, TPCODL ମାନେ ଆପଣ ଟାଟା ପାୱାର ତରଫରୁ ଓଡ଼ିଶାରେ ଗୋଟେ ଜବ୍ର ଭ୍ୟାକେନ୍ସି ଆସିଛି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ, ଆଉ ଯେଉଁଟାକି ଆପଣଙ୍କ 2 to 4 ଇୟର ଯଦି ଏକ୍ସପିରିଏନ୍ସ ଅଛି ଇଲେକ୍ଟ୍ରିକାଲ ଡିସ୍ପ୍ଲେସମେଣ୍ଟ ଉପରେ, ତାହେଲେ ଆପଣ ଏଇ ଜବ୍କୁ ଆପ୍ଲାଏ କରିପାରିବେ। ତ ଏନି ହୋୟାର ଇନ୍ ସେଣ୍ଟ୍ରାଲ ଓଡ଼ିଶା, ଓଡ଼ିଶା ଭିତରେ ଆପଣଙ୍କ ଯେକୌଣସି ଲୋକେସନ୍, ଆପଣଙ୍କ ଏଠି ଲୋକେସନ୍ ଦିଆଯାଇନି, ଆପଣ ପୋଷ୍ଟିଂ ଅଛି। କ୍ୱାଲିଫିକେସନ୍ ଯଦି ଆପଣ ଡିପ୍ଲୋମା କରିଛନ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟର କ'ଣ ରେକଗ୍ନାଇଜ୍ ୟୁନିଭର୍ସିଟି ହଉ, ତା ସହିତ ଆପଣଙ୍କର 60% କ୍ୟାରିୟର ମାର୍କ ଅଛି 10th ଅନୱାର୍ଡ ଯଦି ଆପଣଙ୍କର ଅଛି, ତାହେଲେ ଆପଣ ଆପ୍ଲାଏ କରିପାରିବେ। ତ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଯଦି ଆପଣଙ୍କ ଏକ୍ସପିରିଏନ୍ସ ଅଛି 2 to 4 ଇୟର ଇଲେକ୍ଟ୍ରିକାଲ ଉପରେ ଆପଣଙ୍କ ଏକ୍ସପିରିଏନ୍ସ ଅଛି, ଡିଷ୍ଟ୍ରିବ୍ୟୁସନ୍ ଉପରେ ଆପଣଙ୍କର ଏକ୍ସପିରିଏନ୍ସ ଅଛି, ତାହେଲେ ଆପଣ ଆପ୍ଲାଏ କରିପାରିବେ। ଦେଖନ୍ତୁ, ନଲେଜ ଆଉ ସ୍କିଲ୍ କ'ଣ ରିକ୍ୱାର୍ଡ ଅଛି। ତ ଯେଉଁମାନେ ଏହି ଜବ୍କୁ ଆପ୍ଲାଏ କରୁଛନ୍ତି, ଦେଖନ୍ତୁ ଏଠି ମୁଁ କ୍ରାଇଟେରିଆ ଆପଣଙ୍କ ଡିଟେଲ୍ ଦେଇଦେଉଛି। ତ ଯଦି ଆପଣମାନେ ଏହି ସବୁ କ୍ରାଇଟେରିଆକୁ ଫୁଲଫିଲ୍ କରୁଛନ୍ତି, ତାହେଲେ ଇଣ୍ଟରଭ୍ୟୁ ଆଟେଣ୍ଡ କରିବାକୁ ଚେଷ୍ଟା କରନ୍ତୁ, କାରଣ ଏହିସବୁ କ୍ରାଇଟେରିଆ ଫୁଲଫିଲ୍ ନ କଲେ ଆପଣ ଜବ୍ ପାଇପାରିବେ ନାହିଁ। ତେଣୁ ଯଦି ଆପଣ ଏହିସବୁ କ୍ରାଇଟେରିଆକୁ ଫୁଲଫିଲ୍ କରୁଛନ୍ତି, ଆପଣ ଚେଷ୍ଟା କରନ୍ତୁ ଇଣ୍ଟରଭ୍ୟୁ ସିଭି ସେଣ୍ଡ କରିବା ପାଇଁ। ତ ବହୁତ ଭଲ ସାଲାରୀ ଏଠି ଅଛି, ସାଲାରୀ କିଛି କୁହାଯାଇନି, କିନ୍ତୁ ଆପଣଙ୍କର ଯେହେତୁ ଟାଟା ପାୱାର ପ୍ରୋଜେକ୍ଟ ରହୁଛି, ତ ବହୁତ ଭଲ ସାଲାରୀ ସହିତ ଯେମିତି ଏମ୍ପ୍ଲୟମେଣ୍ଟ ବେନିଫିଟ୍, ପିଏଫ୍, ଇଏସ୍ଆଇ, ହେଲ୍ଥ ଇନ୍ସୁରାନ୍ସ, ଲାଇଫ୍ ଇନ୍ସୁରାନ୍ସ, ଆପଣଙ୍କର ଇ ସମସ୍ତ କ୍ୟାରିୟର ଗ୍ରୋର ମଧ୍ୟ ଅପରଚ୍ୟୁନିଟି ଅଛି ଯେଉଁ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ୍ ହେବେ। ଯଦି ଆପଣମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଦେଖନ୍ତୁ ଆପଣ ଆପଣଙ୍କ ସିଭିକୁ ଏଠି ଅଲରେଡ଼ି ମୁଁ ଆପଣଙ୍କୁ ଦେଇଦେଉଛି। ତ ଆପଣ ଦିଆଯାଇଥିବା ସିଭିରେ ଆପଣଙ୍କ ଇମେଲ୍ ଆଇଡ଼ିରେ ଆପଣଙ୍କ ସିଭି ସେଣ୍ଡ କରିଦିଅନ୍ତୁ। ଯଦି ସିଭି ସର୍ଟଲିଷ୍ଟେଡ୍ ହେବ,
ताहले कंपनी तरफ टेलीफोनिक भाव में बा ईमेल जरिया जणाई दिया केबे को लोकेशन वर्किंग इंटरव्यू अछि तो सेही डेट रे आपण अपडेट सीवी विथ ऑल एजुकेशन क्वालिफिकेशन सर्टिफिकेट विथ आधार कार्ड पैन कार्ड एक्सपीरियंस कैंडिडेट मानकर एक्सपीरियंस सर्टिफिकेट 3 मंथ सैलरी स्लिप समस्त ओरिजिनल डॉक्यूमेंट सहित गोटे सेट जेरॉक्स कॉपी दुईटा पासपोर्ट साइज फोटो ने इंटरव्यू अटेंड करि परिबे। तो स्पेलिंग मु कहि दउची RECRUITMENT रिक्रूटमेंट @TPCENTRALODISHA.com तो दिया जाइतबा ईमेल आईडी रे आपण सीवी सेंड कर परिबे। देखो जनस्पाल फाइनान्स तरफ बारिपदा मयूरभंज गोटे जॉब वैकेंसी आसी कौन पोस्ट अच्छी CREC और CREM आसी क्वालिफिकेशन +2 पास बा ग्रेजुएशन जेकोसी एडवर्टाइजमेंट करता तो अप्लाई करेंगे आउ यही जॉब को मिनिमम जो मैंने फ्रेशर अच्छा से अप्लाई करेंगे आउ जब एक्सपीरियंस कैंडिडेट अच्छा जेकोसी बैंकिंग फाइनान्स सेक्टर में जब 1 ईयर एक्सपीरियंस अच्छी ताले अप्लाई करेंगे एज 18 ରୁ 28 वर्ष भितर होता दरकार किंतु टर्म एंड कंडीशन गोटे फ्रेशर हूँ एक्सपीरियंस हूँ समस्त ओन ड्राइविंग लाइसेंस बा लर्निंग सहित 2 व्हीलर थिबा निहाती दरकार तो यहाँ बेसिकली आपंकर फील्ड जॉब रोचे तेणुक सेल्स कलेक्शन रोचे से ड्राइविंग लाइसेंस 2 व्हीलर कंपलसरी अच्छी सैलरी अप टू 2 लाख पर आनम सहित जमी एम्प्लॉयमेंट बेनिफिट PF ESI हेल्थ इंश्योरेंस लाइफ इंश्योरेंस मोबाइल अलाउंस फुएल परफॉर्मेंस बेस्ड इंसेंटिव कैरियर ग्रोथ मध्य अपॉर्चुनिटी अच्छी जो कैंडिडेट मैंने सिलेक्शन हे तो बहुत भल अपॉर्चुनिटी अच्छी फ्रेशर कैंडिडेट मानक आउ एक्सपीरियंस कैंडिडेट मान जति इंटरेस्टेड अच्छा बारिपदार एड्रेस मुझे अलरेडी देदेली तो दिया जाइए एड्रेस रे आपनकर अपडेट सीवी विथ ऑल एजुकेशन क्वालिफिकेशन सर्टिफिकेट विथ आधार कार्ड पैन कार्ड ड्राइविंग लाइसेंस तो कंपलसरी आउ जब आप एक्सपीरियंस कैंडिडेट अच्छे जेकोसी बैंकिंग फाइनान्स सेक्टर एक्सपीरियंस अच्छी एक्सपीरियंस सर्टिफिकेट 3 मंथ सैलरी स्लिप समस्त ओरिजिनल डॉक्यूमेंट सहित गोटे सेट जेरॉक्स कॉपी दुईटा पासपोर्ट साइज फोटो ने इंटरव्यू अटेंड करने चेष्टा करूँ जहाँ भी जॉब रिगार्डिंग क्वेरी अच्छी इंटरव्यू पचारि पारे किंतु ये इंटरव्यू डेट दि जाए तेणु फास्ट कम फास्ट सर्विस अच्छी तो जो मैंने इंटरेस्टेड अच्छा समस्त डॉक्यूमेंट सहित जिते जल्दी चेष्टा करूँ इंटरव्यू अटेंड करने को भुवनेश्वर श्री हॉस्पिटल भुवनेश्वर तरफ गोटे जॉब वैकेंसी अच्छी जोटा कि आपंकर हॉस्पिटल सेक्टर पे आपण जॉब वैकेंसी अच्छी जमी कुक अच्छे स्टुअर्ड अच्छी हाउसकीपिंग सुपरवाइजर अच्छी यही सब जॉब पाई कि आपंकर वैकेंसी आसी तो कौन पोस्ट अच्छी डिटेल तो आप जानीगले तो ये सैलरी आपंकर किसी कहुए आप डायरेक्ट इंटरव्यू अटेंड करेंगे तेणु आपड़ जदि यही सेक्टर उपरे बा कुक उपरे हो बा आपंकर वार्ड उपरे आपंकर बेसिक नॉलेज अच्छी हाउसकीपिंग सुपरवाइजर उपरे बेसिक नॉलेज अच्छी ताल आपण ए जॉब को अप्लाई करंतु एठी ऑलरेडी मु आपनकर एड्रेस आ ईमेल आईडी दे दोची तो आपण माने दिए जाइथिया ईमेल आईडी रे आपण सीवी सेंड करियो सीवी सेंड कला बेले पोस्ट नेम लिखि सीवी सेंड करंतु बा आपण डायरेक्ट दिए जाइथिया एड्रेस रे समस्त डॉक्यूमेंट सहित इंटरव्यू अटेंड कर परबे जहां भी जॉब रिगार्डिंग क्वेरी अछि सेठी मध्ये पचार परबे जेंदी सैलरी रिगार्डिंग क्वेरी अछि जदी आपण पचार परबे कारण एठी सैलरी कंफर्मेशन हमको दिए जाइनी तो आपण माने जो माने इंटरेस्टेड अछन इंटरव्यू कंटिन्यू अछि डायरेक्ट समस्त डॉक्यूमेंट जेंदी अपडेट सीवी विथ ऑल एजुकेशन क्वालिफिकेशन सर्टिफिकेट विथ आपणकर आधार कार्ड पैन कार्ड एक्सपीरियंस सर्टिफिकेट जदि एक्सपीरियंस कैंडिडेट अच्छे एक्सपीरियंस सर्टिफिकेट ता सहित सैलरी स्लिप आउ समस्त डॉक्यूमेंट सहित ओरिजिनल डॉक्यूमेंट आउ जेरॉक्स कॉपी सहित दुईटा पासपोर्ट साइज फोटो नहीं दिया जाइथिबा एड्रेस रे इंटरव्यू अटेंड कर पारे जो माने इंटरेस्टेड अछंती। देखो ये चैनल माध्यम आम जहाँ भी जॉब रिगार्डिंग इनफॉरमेशन प्रोवाइड कर समस्त वैकेंसी रिलेटेड इनफॉरमेशन कंपनी निजस्व अच्छी से क्या भी पैसा दवा दरकार नहीं आप समस्त डॉक्यूमेंट सहित आपंकर अपडेट सीवी जदि आप एक्सपीरियंस कैंडिडेट एक्सपीरियंस सर्टिफिकेट सहित इंटरव्यू अटेंड करूँ जहाँ भी जॉब रिगार्डिंग क्वेरी अच्छी आप इंटरव्यू टाइम रे पचारि पारे बा आमको कमेंट माध्यम पचारि पारे तो बहुत सारा इनफॉरमेशन आसूची तो डिटेल इनफॉरमेशन आम प्रोवाइड करूँ तो चेष्टा करूँ आपने डायरेक्ट इंटरव्यू अटेंड करने को तो अनेसेसरी क्या न पैसा दे डायरेक्ट इंटरव्यू अटेंड करूँ जदि वीडियो भल लगे चैनल को सब्सक्राइब करें बेल आइकन क्लिक करूँ लाइक करूँ शेयर करूँ अपना फ्रेंड बा रिलेटिव जो मैंने जॉब सर्च कर सहित किसी इनफॉरमेशन जदि आपंकर रिक्वायर्ड अच्छी आम कमेंट माध्यम पचारि पारे। थैंक यू फॉर वाचिंग आवर चैनल। जदि ये इनफॉरमेशन आपको भल लगुता है ताहले आपण मैंने शेयर करूँ सब्सक्राइब करूँ हाँ आ कमेंट आपण मानकर लोकेशन लिखंतु जदि से लोकेशन रे कौन जॉब इनफॉरमेशन आसूची ताहले आपन को यूट्यूब माध्यम जनईदेवु। थैंक यू फॉर वाचिंग माय चैनल।